ଭାରତବର୍ଷର ସ୍ୱାଭିମାନର ପ୍ରତୀକ ସୋମନାଥ ମନ୍ଦିର ଲୁଣ୍ଠନର 1000 ବର୍ଷ ପୂର୍ତ୍ତି ଅବସରରେ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁହାଳି ପଞ୍ଚାୟତ ପଦାସାହି ପଡ଼ିଆଠାରେ ଏକ ମହା ଉତ୍ସବ ପାଳନ କରାଯାଇଛି। ପ୍ରଥମେ ଗ୍ରାମ ମନ୍ଦିରରେ ଦୀପଦାନ ସହ ଉତ୍ସବ ପାଳନରେ ଶତାଧିକ ଦୀପ ପ୍ରଜ୍ୱଳନ କରି ଏହି ଉତ୍ସବକୁ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପଦାସାହି ପଡ଼ିଆଠାରେ ଏକ ମହାସଭାର ଆୟୋଜନ କରାଯାଇଥିଲା। ବିଜେପି ଦଳ ବରିଷ୍ଠ କାର୍ଯ୍ୟକର୍ତ୍ତା ତପନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ବିଜେପି ନେତା ପ୍ରତ୍ୟୁଷ ନାୟକ, ପ୍ରିୟରଞ୍ଜନ ବାରିକ, ସୋମନାଥ ନାୟକ, ସୁଶାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ସୋମନାଥ ମନ୍ଦିରର ଲୁଣ୍ଠନ ଇତିହାସର ସ୍ମୃତିକୁ ମନେ ପକାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ବାବା ସୋମନାଥଙ୍କର ଉଦ୍ଦେଶ୍ୟରେ ଦୀପଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳାମାନେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା। ମୁଁ ସୁଶାନ୍ତ କୁମାର ମହାପାତ୍ର, ଘର ହେଉଛି କେରୁଣା, ଦଶରଥପୁର ବ୍ଲକ, ପୂର୍ବତନ ବ୍ଲକ ସଭାପତି। ଆଜି ଯେଉଁ କାର୍ଯ୍ୟକ୍ରମ ହେଲା, ଆଜି ଯେଉଁ କାର୍ଯ୍ୟକ୍ରମ ଏକ ମହାନ କାର୍ଯ୍ୟକ୍ରମ। 2026 ମସିହାରେ ଆମ ଯେଉଁ ସୋମନାଥ ମନ୍ଦିର ଯେଉଁ ଲୁଣ୍ଠନ ହୋଇଥିଲା ବା ଭଗ୍ନାବଶେଷ ଥିଲା, ତା'ର ପୁନରୁଦ୍ଧାର ହେଲା ପରେ ଦୀର୍ଘ 1000 ବର୍ଷ ପରେ ଆଜି ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦିଜୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ସାରା ଭାରତରେ ଏକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଚାଲିଛି ଏବଂ ତାକୁ ସ୍ୱାଗତ କରି ଆଜି ଆମେ ବିଞ୍ଝାରପୁର ପଦାସାହିଠାରେ ଆମେ ଶହ ଶହ ସଂଖ୍ୟାରେ ବିଜେପି ଭାଇ ଓ ଭଉଣୀମାନେ ବା କର୍ମକର୍ତ୍ତା ଭାଇ ଓ ଭଉଣୀମାନେ ଏକତ୍ରିତ ହୋଇ ଆମେ ଆଜି ଦୀପ ପ୍ରଜ୍ୱଳନ କଲୁ ଏବଂ ଆମେ ମଧ୍ୟ ଯେ ତାଙ୍କ କାର୍ଯ୍ୟକ୍ରମରେ ନିଜକୁ ଅଂଶଗ୍ରହଣ କରିଥିବାରୁ ଆମକୁ ଧନ୍ୟ ମନେ କରୁଛୁ। ମୁଁ ନୃସିଂହ ମିଶ୍ର, ଭାରତୀୟ ଜନତା ପାର୍ଟିର ଜଣେ ସାଧାରଣ କର୍ମକର୍ତ୍ତା। ଆଜି ଆମକୁ ଗର୍ବ ଲାଗୁଛି ଯେ ଆମେ ଭାରତୀୟ ଏବଂ ଜଣେ ଭାରତୀୟ ହିନ୍ଦୁ ଏବଂ ସାରା ପୃଥିବୀରେ ଥିବା ହିନ୍ଦୁମାନଙ୍କୁ ଆମେ ଆହ୍ୱାନ ଦେଉଛୁ, ହିନ୍ଦୁମାନେ ଏକଜୁଟ ହୁଅନ୍ତୁ ଏବଂ ଆଜି ଭଳି ଆମରି ଭଳି ସେମାନେ ମଧ୍ୟ ଏଭଳି ହିନ୍ଦୁ ଯେଉଁଠି ମଠ ମନ୍ଦିର ଅଛି ତାକୁ ସଂରକ୍ଷଣ କରନ୍ତୁ ଏବଂ ହିନ୍ଦୁ ବୋଲି ନିଜକୁ ଗର୍ବ ଅନୁଭବ କରନ୍ତୁ। ଆମେ ଏକ ମହାନ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଛନ୍ତି, ଯେଉଁ କାର୍ଯ୍ୟକ୍ରମ କି ସାରା ଭାରତ ବର୍ଷରେ ଗତକାଲି ଠାରୁ ଆରମ୍ଭ ହୋଇଛି। ଆମ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ ଓ ଗୃହମନ୍ତ୍ରୀ ଅମିତ ଶାହ ଏହି କାର୍ଯ୍ୟକ୍ରମର ସାରା ଭାରତର ନେତୃତ୍ୱ ନେଉଛନ୍ତି। ଦଶରଥପୁରରୁ ଅକ୍ଷୟ ପରିଡ଼ାଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।